ଯାଜପୁର ରୋଡ ଆଦର୍ଶ ଥାନା ଅନ୍ତର୍ଗତ ବ୍ୟାସନଗର ପୌର ପରିଷଦର 14 ନମ୍ବର ୱାର୍ଡ ଚୋରଦା ଗ୍ରାମର ପଦ୍ମପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଏଯାଏଁ ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ରୂପେ ଅସ୍ପଷ୍ଟ ରହିଛି। ଶନିବାର ଦିନ ଗୋଟାଏ ସମୟରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା। ସୂଚନା ଅନୁଯାୟୀ ପ୍ରତ୍ୟେକ ଦିନ ପରି ଗତକାଲି ଚନ୍ଦମା ଗାଁର କୁନ୍ଥା ନାୟକଙ୍କ ପୁଅ ତରୁଣୀ ନାୟକ, ଯାହାଙ୍କର ବୟସ 18 ବର୍ଷ, ଚୋରଦା ଗାଁ ଜୈନିକ ଟେଣ୍ଟ ମାଲିକଙ୍କ ପାଖକୁ କାମ କରିବାକୁ ଆସିଥିଲେ, ମାତ୍ର ଆଉ ଘରକୁ ଫେରି ନଥିଲେ। ତେବେ ଆଜି ଚୋରଦା ଗାଁର କିଛି ଗ୍ରାମବାସୀ ପଦ୍ମପୋଖରୀ ରାସ୍ତାରେ ଯାଉଥିବା ବେଳେ ପୋଖରୀ ଭିତରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ଏଥିସହିତ ଯାଜପୁର ରୋଡ ପୋଲିସକୁ ମଧ୍ୟ ଖବର ଦେଇଥିଲେ। ପୋଲିସ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଡାକି ପୋଖରୀ ଭିତରୁ ଯୁବକଙ୍କର ମୃତଦେହ ଉଦ୍ଧାର କରି କୂଳକୁ ଆଣିଥିଲେ। ପରବର୍ତ୍ତୀ ଅବସ୍ଥାରେ ମୃତ ଯୁବକ ଜଣକ ଚନ୍ଦମା ଗାଁର ତରୁଣୀ ନାୟକ ବୋଲି ଜାଣିବାକୁ ପାଇଥିଲେ। ଏଥିସହିତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଉଦ୍ଧାର ମୃତ ଯୁବକଙ୍କୁ ପୋଲିସ ଦାନଗଦି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଯାଜପୁର ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ। ଆଜ୍ଞା ମୋ ନାଁ ମହେନ୍ଦ୍ର ନାୟକ। କେତେବେଳେ ଯିଏ ମଲେ ତ କଣ ହବ? ମୋର ତରୁଣୀ ନାୟକ। କଣ ମୋ ଭାଇ ହେବେ। କଣ ଘଟଣା ହେଇଛି କହିଲେ? ସେ ଆଜ୍ଞା କାମକୁ ଆସିଲା ଚୋଦା ଗାଁ। ସେ ଆସିଲା ମନର ଅଧିକ ଆସିଲା। କୋଉଥିରେ କାମ କରେ? ଟେଣ୍ଟ କାମ କରେ। କଣ ହେଇଛି କହ? ସେ ଘରକୁ ସେ କାମରୁ ଛୁଟି ହେଲା ପରେ ଘରକୁ ଆଉ ଫେରିଲା। କୋଉଦିନ ଘଟଣା ଇଏ? ପରଦିନ ଘଟଣା। ତାପରେ ଆଜ୍ଞା ପାଇଲା ନ ପାଇଲା ପରେ ଆମେ 2 ଦିନ ଖୋଜିଲୁ। 2 ଦିନ ଖୋଜିଲା ପରେ ପାଇଲୁ ପରେ ଆଇଲା ନା ପୋଖରୀ ଗାଁ ପୋଖରୀ ମୃତଦେହ ଭାସୁଛି। କଣ କହିବେ? ସରକାର କଣ କହିବେ? ଆମ ଯାହା ଦେବେ ଆଜ୍ଞା ଆମେ କଣ କରିବୁ? ଆମ ଭାଇ ତ ମରିଗଲା, ଆଉ କଣ ଆପଣ ଯାହା କରିବେ? ଆଉ କଣ କରିବୁ ଆଜ୍ଞା? ତ କେତେ ଭାଇ? ଆଜ୍ଞା 4 ଭାଇ 3। ଇଏ କେତେ ଭାଇ? 4 ଭାଇରୁ ଗୋଟେ ଭାଇ ମରି ଯାଇଥିଲା। ଆଉ 3 ଭାଇ 3 ଭାଇରୁ ଗୋଟେ ଭାଇ ମରିଗଲା। ଆଉ 2 ଭାଇ। କେତେ ବର୍ଷ? ଆଜ୍ଞା 18 ବର୍ଷ।